ମୁଁ ଘରେ ଅଛି ଗୋଦାମ ଦେବି ଆଜି କଣ ଓହୋ ହଁ ହଁ ଆଉ बात नहीं करनी चाहिए। प्रशांत जमीन पर थे, प्रशांत का आपका 25 ବର୍ତ୍ତମାନ ମୁଁ ଗଡ଼ମାରେ ଅଛି। ରାତିର ସାଥୀ ଦୋକାନ ପାଖରେ ଠିଆ ହେଇଛି। ଲାଗିଲାଣି ଆପଣ କଣ ପାଇଁ ଆସିଥିଲେ? ଆଜ୍ଞା ଏଠି ଭଲ ପ୍ରକାରର ଶୁଣିବାକୁ ପାଇଲେ କଫି ମିଳୁଛି, ଆଉ ପାନ ମିଳୁଛି, ଆଉ ବିଭିନ୍ନ ପ୍ରକାର ମାନେ ଆଇଟମ୍ ସବୁ ମିଳୁଛି। ସେଇଟା ଆମେ ଦେଖିବାକୁ ଆସିଲୁ ଯେ ସତରେ ମିଳୁଛି, ଏଇଟା ଆଉ ଭଲ ଭାବରେ ହଉଛି, ଆଉ ଯୋଉ ତିଆରି କରୁଛନ୍ତି ସେ ଭଲ ଗୁଣବତ୍ତାର ତିଆରି କରୁଛନ୍ତି। ସେଇଥିପାଇଁ ଆମେ ଏଠି ଆସିଛୁ। ସ୍ପେଶାଲ କଣ ଏଠି? ସ୍ପେଶାଲ ହଉଛି ଆମର କଫି, ଏଟା ହଉଛି ବହୁତ ସ୍ୱାଦ ଲାଗୁଛି, ପିଇବା ଭଲ ଲାଗୁଛି। ଆଉ ଓଭରଅଲ୍ ଉପରେ କହିବାକୁ ଗଲେ ଯୋଉମାନେ ଲୋକମାନେ ଆସୁଛନ୍ତି ଯିବା ଆସିବା କରୁଛନ୍ତି ସେମାନେ ବି ଏଠି ରହିକି ଆରାମରେ ପିଇକି ଆରାମରେ ଯାଇପାରୁଛନ୍ତି। ଏଇଟା ହଉଛି ରାତିର ସାଥୀ। ଆଜ୍ଞା ପ୍ରାୟ ସମୟ ଆମେ ଆସୁ, ମୋର ସାଙ୍ଗସାଥି ମାନେ ଆସନ୍ତି, ଆଉ ବନ୍ଧୁବାନ୍ଧବ ବି ଆସନ୍ତି। ଏଠି ଆସିକି ଆମେ ଚା ପିଇକି କଫି ଆଉ ଗୋଟେ ଜିନିଷ ଆମେ ଯାହା ଦେଖିଲୁ ଏଠି ମାଟି ହାଣ୍ଡିରେ ଦଉଛନ୍ତି କଫି। ମାଟି ହାଣ୍ଡିରେ ଦଉଛନ୍ତି କଫି। ମାଟି ହାଣ୍ଡିରେ ଆଜ୍ଞା ପିଇବା କଫି ପିଇବା ହଉ କି ଚା ପିଇବା ହଉ, ତାର ମହତ୍ଵ କିଛି ଅଲଗା ଅଛି, ତାର ଚାହିଦା ଅଲଗା ଅଛି, ତାର ତାର ସ୍ୱାଦ ଟା ଟିକେ ଅଲଗା ଜିନିଷରୁ, କାଚ ଗ୍ଲାସ ରୁ ଆଉ ଥ୍ରୋ ଗ୍ଲାସ ରୁ ଏଇଟା ବହୁତ ଭଲ କହୁଛନ୍ତି। ଇଏ ମହତ୍ଵ କାର୍ଯ୍ୟ କରୁଥିବାରୁ ଯୋଉ ରାତିର ସାଥୀ କରୁଛନ୍ତି, ସେ ଆପଣ ଯାହା କହିଲେ ଗାଡି ବାଲା ଆସିକି ରହୁଛନ୍ତି, ଆଉ ବିଭିନ୍ନ ପ୍ରକାର ବାଟୋଇ ଆସିକି ରହୁଛନ୍ତି, ସେମାନେ ତାଙ୍କର ନିଦ୍ରାରୁ ଜାଗୃତ ହେଇପାରୁଛନ୍ତି। ତାଙ୍କୁ ଟିକେ ମାନେ କଫି ପିଇଦେଲେ ଟିକେ ନିଦ ଚାଙ୍ଗା ହେଇଯାଉଛି। ଏଇଟା ବହୁତ ଭଲ ରକମରେ କରୁଛନ୍ତି, ଭଲ ଜିନିଷ କରୁଛନ୍ତି, ଏତିକି ମୁଁ କହିବି। ଆପଣ କେତେ ଟିକେ କୋଉଠୁ ଆସିଥିଲେ ଆପଣ? ଚୌଦ୍ୱାର। ଆଚ୍ଛା ଆଚ୍ଛା। ଆମେ ବହୁତ ଦୂର ଆସିଲି, ବାଟରେ କୋଉଠି କିଛି ନାହିଁ। ଆଉ ଏଇଠି ଆମ ଭଉଣୀ ଘରକୁ ଯାଇଥିଲୁ, ତ ବାଟରେ ଦେଖିଲି ଯେ ନାଇଁ ଦୋକାନ ଖୋଲି ବସିଛନ୍ତି, ରାତିର ସାଥୀ ଯେମିତି କହିଲେ ଆପଣ ସେମିତି ବହୁତ ଭଲ। ଆଉ ଏଠି ତାଙ୍କ କଫିଟା ଏକଦମ ପରଫେକ୍ଟ, ବଢିଆ ଲାଗେ। ତାଙ୍କ ଭାଇଙ୍କର ବ୍ୟବହାର ବି ବହୁତ ବଢିଆ। ଯାଉ ଏତେ ରାତିରେ ବି ଆମେ ଟିକେ ଚାହା ଟିକେ ପିଇ ପାଇଲୁ। ଏ ଶୀତରେ ଯୋଉ ଏତେ ଜୋର ଶୀତ, ସେଥିରେ ଆମେ ପିଇ ପାଇଲୁ, ବହୁତ ଖୁସି। ଆଜ୍ଞା ବହୁତ ଲୋକ ଅନିଦ୍ରା ହେଇକି ରାତିରେ ଆସୁଛନ୍ତି, ସେଥିପାଇଁ ତାଙ୍କ ସେବା ପାଇଁ ମୁଁ ଏଠି ବଇଛି। ଆଉ ଲୋକଙ୍କ ମୋ କଫି ଆଉ ଚାହା ପିଇକି ଲୋକ ବହୁତ ଖୁସି ଅଛନ୍ତି। ତେଣୁ କିଛି ନ ମିଳିବାରୁ ମୁଁ ରାସ୍ତା କରେ ତାଙ୍କୁ ମାନେ ଜନସାଧାରଣ ସେବା କରିବା ପାଇଁ ମୋର ସ୍ୱଇଚ୍ଛା, ସେଥିପାଇଁ ମୁଁ ଖୋଲିକି ରାତିରେ ବସେ। ଡ୍ରାଇଭର ମାନେ ସବୁ ଅନିଦ୍ରାରେ ଆସୁଛନ୍ତି, ଯୋଉଥିପାଇଁ ତାଙ୍କୁ ନିଦ ଭାଙ୍ଗିବା ପାଇଁ ଏସବୁ ଦିଆ ହୁଏ, ଆଉ କଫି ଚାହା ଏସବୁ ଦିଆ ହୁଏ। ଆଉ ଗଡ଼ମା, ବାଣପୁର, ଗଡ଼ମା, କଟକ। ରାତିରେ ଖୋଲା ହୁଏ ନା ଦିନରେ? କେବଳ ରାତିରେ ଆଜ୍ଞା। ସେଇଥିପାଇଁ ଆପଣ ନାଁ ଦେଇଛନ୍ତି ରାତିର ସାଥୀ। ତେଣୁ ତାଙ୍କ ସାଥୀ ହେବା ପାଇଁ ମୁଁ ରାସ୍ତାରେ ବସିଛି। ଆଉ ଅନେକ ସାହାଯ୍ୟ ତାଙ୍କୁ ମିଳେ। ତାହେଲେ ଏଇ ଲୋକମାନଙ୍କୁ ଯୋଉ ସେବା ଆପଣ ଯୋଗଉଛନ୍ତି, କେତେ ଖୁସି ଅନୁଭବ ଲାଗୁଛି ଆପଣ? ବହୁତ ଖୁସି ଆଜ୍ଞା ଲାଗୁଛି। ଗୋଟା ଅଛନ୍ତି ଯେ ଆଖି ଢୋଳେଇ ଯାଉଛନ୍ତି, ତେଣୁ ରାସ୍ତା କରକୁ ଗଲା ପରେ ସେ ଭାବୁଛନ୍ତି ରାତିର ସାଥୀ ଗଲେ ସେଠି ଆମକୁ କଫି ଚା ମିଳିବ, କଫି ମିଳିବ, ସେଥିପାଇଁ ସେ ବହୁତ ଆନନ୍ଦ ହଉଛନ୍ତି।